श्रीमद्भागवत तृतीय स्कंध 29 अध्याय। देवहूति उवाच। भूनाथ प्रभु भगवान कहतु परमार्थ ज्ञान। जे ज्ञाने भक्ति प्रकाशई अज्ञान तिमिर नाशई। महत आदि जे प्रमाण प्रकृति पुरुष लक्षण। यथा सांख्य अछ कही तो भक्ति मार्ग को चिन्हाई। विस्तारी कह प्रभु मोते संशय न रहु मो चित्ते। जहा सुनिले प्राणी प्राण विरक्ते भजे नारायण। जीवर जन्म मृत्यु दुई ए लोक मानंकर होई। ताहा कहिबा महाबाहु काल स्वरूप आदि केहू। काल स्वरूप जे ईश्वर समस्त आत्मारे गोचर। महाप्रभाव ही जाहार जा भये पुण्य करे नर। से कथा निर्णय करिण कहिबा हेउ नारायण। ए देह मिथ्या बोली पुणी स्त्री पुत्र सत्य प्राय मणि। ए भव संसार तमे ज्ञान चक्षु को ढांकी भ्रमे। ए कर्म मार्ग रे आसक्त मिथ्या संसार मणि सत्य। ए लोक उद्धार निमन्ते आपण सूर्य ए जगते। कृपारे उदे होई अछ एघेनि दिशुछ प्रत्यक्ष। कालरु निस्तार उपाय कह हे प्रभु देवराय। तो ज्ञान देई नर हरि विनाश अज्ञान तिमिरी। हरि हरि बोल। मैत्रेय उवाच। शुण विदुर मन देई माता वचने भावग्राही। कहन्ति अमृत वचन जेणे संतोष माता मन। भगवान उवाच। शुण जननी स्थिर मने जे ज्ञान भक्तिर लक्षणे। बहु प्रकारे भक्ति जोग ज्ञानी साधन्ति मोक्ष मार्ग। स्वभावे गुण युक्त होई नाना संकल्प मने ध्याई। सात्विक राजस तामस गुण प्रवाहे जे प्रकाश। दंभ मश्चर भाव बही प्राणी हिंसारे युक्त होई। पर अपर भेद बुद्धि तामस गुण ए प्रसिद्धि। ए भावे मोते जे बजई तामस भक्ति ताकू कही। विषय भोग से वांछई एघेनी भोगासक्त होई। जस ऐश्वर्य जे वांछई से बुद्धि भेद पर होई। प्रेम रे प्रतिमा रे मोते जे पूजे भक्ति भावे नित्य। से भक्ति राजस बोलाई जेणु से राजपद पाई। बाह्य अंतरे माया तेजे केवल विष्णु भावे भजे। फल न वांछी कर्म करे भेद दरसी नोहे परे। ईश्वर अर्थे कर्म करे धर्म मार्ग रे जे प्रचरे। सर्वत्र देख ई समान सात्विक भक्ति ताकू जान। अधम मध्यम उत्तम एणे त्रिविध भक्ति क्रम।
শ্রবণ কীর্তন স্মরণ চরণ সেবন অর্চন বদন দাস্য সখ্য ভাব আত্ম অর্পণ অঙ্গ নব ଏହି ପ୍ରକାରେ ନବ ନବ ସଗୁଣା ଏକାଅଶୀ ଭାବ ଏବେ କହିବା ମାତା ଶୁଣ ନିର୍ଗୁଣ ଭକ୍ତିର ଲକ୍ଷଣ। ହରି ହରି ବୋଲ। ବିଷ୍ଣୁର ଗୁଣ ଗୁଣି ଯେବେ ରୋମ ପୁଲକେ ତନୁ ଦ୍ରବେ ଆନନ୍ଦେ ଅଶ୍ରୁ ନେତ୍ରୁ ବହେ କଣ୍ଠେ ଗଦ ଗଦେ ବାଣୀ କହେ ଚେତନା ବୁଦ୍ଧି ଅହଙ୍କାର ଯେ ଭୂତ ଭବିଷ୍ୟ ଗୋଚର ମୋହର ଗୁଣ କୀର୍ତ୍ତିମାନ ନିତ୍ୟ ଯେ କରଇ ଶ୍ରବଣ ମୋହି ଯେ ସର୍ବଗୁହାଶ୍ରୟ ବିଚ୍ଛେଦ ନାହିଁ କିବା ମୋହ ଏମନ୍ତ ଭାବେ ଯେ ଭଜଇ কর্মবন্ধনু মোক্ষ হই এ সর্ব হরি ভাবে মানে গঙ্গা সমুদ্রে মিলে জেহ্নে সে রূপে মোর দেহে লীন ভক্তি ভাবরে হন্তি জন নিষ্কাম মার্গে আত্মজ্ঞান সর্বত্র দেখ সমান পুরুষোত্তম ভাবে ভজি পরম আত্মা মনে হেজি ନିର୍ଗୁଣ ଭକ୍ତି ଏହା କହି ଅପରେ ଶୁଣ ମନ ଦେଇ ସମୀପ୍ୟ ସାରୂପ୍ୟ ଏକତ୍ୱ ସାଲୋକ୍ୟ ଐଶ୍ୱର୍ଯ୍ୟ ମତ ଏ ଆଦି ଯେତେ ମତେ ମୁକ୍ତି ତେଣେ ସନ୍ତୋଷ ନୋହେ ମତି ମୋର ସେବନ ବିନା କେହି ଭକ୍ତ ସନ୍ତୋଷ ମୋର ନାହିଁ ଏତେ ପ୍ରକାରେ ଭକ୍ତି ଯୋଗ ସାଧନ୍ତି ପ୍ରାଣୀ ମୋକ୍ଷ ମାର୍ଗ ଯେବେ ତ୍ରିଗୁଣ କୁଜିଣଇ ମୋହର ଭାବ କୁଲ ଭଇ କ୍ରିୟା ଯୋଗରେ ନିଷ୍କାମରେ ମୋତେ ସେବନ୍ତି ଯେବାନରେ ହିଂସା ବିହୀନ ଯେ ନିଷ୍କାମ ନିତ୍ୟ ଭଜଇ ମୋର ନାମ କେଅବା ମୋତେ ପୂଜା କରେ ସ୍ତୁତି ବନ୍ଦନେ ନିରନ୍ତରେ ଦର୍ଶନ ସ୍ପର୍ଶନ ପ୍ରମାଣ ମୋର ପ୍ରତିମା ଆରାଧନ ମିତ୍ର ଭାବରେ ସର୍ବଜନ ଦେଖଇ ଆତ୍ମାର ସମାନ ଯମ ନିୟମ ମାର୍ଗ ସାଧି ମହତ ଜନେ ମାନ୍ୟ ବିଧି ଦିନରେ ଅନୁକମ୍ପା ବହି ମୋ ବିନୁ ଅନ୍ୟ ନ ଜାଣଇ ମୋହର ନାମ ସଂକୀର୍ତ୍ତନ ଶ୍ରବଣ ଅଧ୍ୟାତ୍ମ ଦର୍ଶନ ଆର୍ଜବ ସାଧୁ ସଙ୍ଗ ପୁଣ ଅହିଂସା ଧର୍ମ ପରାୟଣ ମୋହର ଧର୍ମ ଆଚରଣ ଏ ରୂପେ ଚିତ୍ତ ଶୁଦ୍ଧ ଜାଣ ମୋହର ଗୁଣ ଶୁଣି କର୍ଣ୍ଣେ ମୋତେ ଲଭନ୍ତି ପ୍ରାଣୀମାନେ ଯେମନ୍ତେ ପବନର ବଳେ ଗନ୍ଧ ଆସୀଣ ଘ୍ରାଣେ ମିଳେ ସେ ରୂପ ନିର୍ବିକାର ଚିତ୍ତ ଆତ୍ମାକୁ କରଇ ଆୟତ୍ତ ମୁଁ ସର୍ବଭୂତର ଈଶ୍ୱର ଆତ୍ମା ସ୍ୱରୂପରେ ଗୋଚର ଏମନ୍ତ ଭାବ ମୋର ଛାଡ଼ି ଯେ ପୂଜେ ଅନ୍ୟ ଭାବେ ପଡ଼ି ଯେ ଯିବେ ଦୟା ନ କରଇ ପ୍ରତିମା ପୂଜେ ମନେ ଧ୍ୟାଇ ଭସ୍ମରେ ହୋମ ସେ ଯେ ମନ୍ତ ତାହାର ପୂଜା ସେହି ମତ ମୁଁ ସର୍ବବ୍ୟାପୀ ଯେ ଅଟଇ ଏମନ୍ତ ଭାବ ନ ଜାଣଇ ଯେ ଯିବେ ବଦ୍ଧ ବୈର ହୋଇ ସେ ଶାନ୍ତି କେବେ ନ ଲଭଇ ମୋତେ ପୂଜଇ ଯେବେ ସେହି ତାର ପୂଜାରେ ତୋଷ ନୋହି ସର୍ବଭୂତରେ ସ୍ଥିତ ମୁହିଁ ଯାବତ ପ୍ରାଣୀ ନ ଜାଣଇ ତାବତ ଥାଇ ସ୍ୱଧର୍ମରେ ପୂଜିବ ପ୍ରତିମା ଆଦରେ ପର ଅପର ଏକ ଆତ୍ମା ଅନ୍ତର କରେ ଯେ ଦୁରାତ୍ମା ସେ ମୃତ୍ୟୁ ପଥୁ ନତରଇ ସଂସାର ମାର୍ଗେ ଭ୍ରମୁଥାଇ ମୋ ଆତ୍ମା ସର୍ବଭୂତ ମଧ୍ୟେ ଅର୍ଚ୍ଚନା କରେ ଯେ ସୁସାଧ୍ୟେ ମିତ୍ର ଭାବରେ ସର୍ବ ଦେଖେ ସଂସାରୁ ତରେ ସେ ପ୍ରତ୍ୟକ୍ଷେ
ଅଜୀବ ତହୁଁ ଜୀବ ଶ୍ରେଷ୍ଠ ଜୀବରେ ପ୍ରାଣ ଯେ ଗରିଷ୍ଠ ପ୍ରାଣରୁ ଚେତନା ବିଶିଷ୍ଟ ତହୁଁ ଇନ୍ଦ୍ରିୟ ବୃତ୍ତି ଶ୍ରେଷ୍ଠ ସ୍ପର୍ଶ ଗୁଣରେ ବୃକ୍ଷ ଆଦି ରସ ଗ୍ରହଣେ ମତ୍ସ୍ୟ ଆଦି ଗନ୍ଧ ଗ୍ରହଣେ ଭ୍ରମରାଦି ତହୁଁ ସର୍ପାଦି ଶବ୍ଦ ଭେଦି ରୂପରେ କାକ ଆଦି ଯେତେ ତହୁଁ ଉଦୟ ଦନ୍ତବନ୍ତେ ଅପାଦ ଠାରୁ ବହୁପାଦ ବହୁପାଦରୁ ଚତୁଷ୍ପଦ ଦ୍ୱିପଦ ମନୁଷ୍ୟାଦି ଜାଣି ଏକୁ ଆରେକ ଏ ପ୍ରଧାନୀ ମନୁଷ୍ୟ ମଧ୍ୟେ ଚାରି ବର୍ଣ୍ଣ ଏଥିରେ ବ୍ରାହ୍ମଣ ଉତ୍ତମ ବ୍ରାହ୍ମଣ ମଧ୍ୟରେ ବେଦଜ୍ଞ ତହୁଁ ଅଧିକ ଯେ ଅର୍ଥଜ୍ଞ ତହୁଁ ସଂଶୟ ଦୂରକାରୀ ତହିଁରୁ ସ୍ୱଧର୍ମ ଆଚାରୀ ତହୁଁ ଅଧିକ ଅଟେ ସେହି ବିଷୟ ସଙ୍ଗ ଯାର ନାହିଁ ମୋହର ପ୍ରିୟ କର୍ମ କରେ ଆତ୍ମାରେ ଭାବ ନିରନ୍ତରେ ସକଳ କର୍ମ ସମର୍ପଇ ମନ ସହିତେ ମୋର ତହିଁ ଏ ସର୍ବଭୂତେ ବିଜେ ମୋହି ବହୁମାନ ନାରେ ନମଇ ଏମନ୍ତ ଭାବେ ଯେ ଭଜଇ ତା ହୃଦେ ବିଜେ ଭାବଗ୍ରାହୀ ଆନନ୍ଦେ ଦର୍ଶନ ଦିଅନ୍ତି ତା ଅଘତି ମୀର ନାସନ୍ତି ହେ ମନୁତନ ୟାଗୋ ଶୁଣ ଯେ ଭକ୍ତି ଯୋଗର ଲକ୍ଷଣ ଭକ୍ତି ଯୋଗରେ ମୋତେ ଧ୍ୟାଇ ଯେ ମୋତେ ହୃଦୟ ଦେଖଇ ପରମ ବ୍ରହ୍ମ କୁଲ ଭଇ ତେଣୁ ଏକାଗ୍ର ଭାବେ ଧ୍ୟାଇ ଈଶ୍ୱର ସର୍ବ ଅନ୍ତର୍ଯାମୀ ଏ ଭାବେ ପ୍ରାଣୀଙ୍କୁ ପ୍ରଣମୀ ମନରେ ବହୁମାନ କରି ପ୍ରାଣୀ ତରିବେ ଭବବାରୀ ସେ ଯେ ପରମ ବ୍ରହ୍ମସାର ପ୍ରଧାନ ପୁରୁଷଙ୍କ ପର ତାର ଉପରେ କେହି ନାହିଁ ସୃଷ୍ଟିର ଆଦି ଅନ୍ତ ସେହି ତାହାଙ୍କ ପ୍ରେରିତ ସମସ୍ତ ସେ ଦୈବ ବୋଲି ନ କଥିତ ବସ୍ତୁ ଭେଦର ଯେ କାରଣ ତାହାଙ୍କୁ କାଳ ବୋଲି ଜାଣ ଅଦ୍ଭୁତ କାଳର ମହିମା ଭୋନାଥ ନିଶ୍ଚଳେ ଜାଣିମା ମହତ ଆଦି ଯେତେ ଭୂତେ ଯେତେକ ଅଛନ୍ତି ଜଗତେ ସମସ୍ତ ଆତ୍ମା ମଧ୍ୟଗତ ନିରତେ କରୁଅଛି ଗ୍ରସ୍ତ ତାହାର ତହୁଁ ଭୟ ପାଇ ନିରତେ କମ୍ପୁଅଛି ଦେହି ବିଷ୍ଣୁର ନାମାନ୍ତର କାଳ ସେହି ଭିତରେ ଯଜ୍ଞ ଫଳ ହେ ମାତ କାଳର ମହିମା କେ କହିପାରେ ଗୁଣ ସୀମା ଜଗତ ବସ ଯେ କରନ୍ତି ସେ ପୁଣି କାଳ ବଳେ ଥାନ୍ତି ପ୍ରିୟ ଅପ୍ରିୟ ଯାର ନାହିଁ ବିନାଶ କରେ ସର୍ବଦେହି ଯେ କାଳ ପୁରୁଷର ଭଏ ନିରତେ ପବନଟି ବହେ ଯେ କାଳ ଭଏ ସୂର୍ଯ୍ୟ ତାପେ ଭ୍ରମେ ବ୍ରହ୍ମାଣ୍ଡ ମଧ୍ୟେ ଆପେ ଯାହାର ଭଏ ମେଘଗଣ ବୃଷ୍ଟି କରନ୍ତି ଯଥାକ୍ଷଣ ଯାହାର ଭଏ ତାରାଗଣେ ଉଦିତ ହୁଅନ୍ତି ଗଗନେ ଯାହାର ଭଏ ବୃକ୍ଷଗଣ ଲତା ଔଷଧି ଶସ୍ୟମାନ ଯଥା କାଳରେ ପୁଷ୍ପ ଫଳ ଫଳନ୍ତି ଫୁଟନ୍ତି ନିର୍ମଳ ହରି ହରି ବୋଲ ଯାହାର ଭଏ ନଦୀଗଣ ବହୁ ଅଛନ୍ତି ଅନୁକ୍ଷଣ ଉଦଧି ଯାହାର ଭୟରେ ଅଦ୍ୟାପି କେବେ ନ ଉଛୁଳେ ଅଗ୍ନି ଯାହାର ଭଏ ପୁଣ ସମସ୍ତ କରଇ ଦହନ ଯାହାର ଭଏ ଗିରିବର ଧରା ସହିତେ ସେ ନିଶ୍ଚଳ ଯାହାର ଆଜ୍ଞା ପରିମାଣେ ଆକାଶ ଭୟ କରି ମନେ ସ୍ୱଦେହ ବିସ୍ତାର ସେ କଲା ସପ୍ତ ଲୋକକୁ ଠାବ ଦେଲା ଯାର ଆଜ୍ଞାରେ ମହତତ୍ୱ ସପତାବରଣ ସಮೇତ ଦେହକୁ ବିସ୍ତାର କରିଛି ପ୍ରାଣକୁ ଧରିଣ ବହିଛି
ब्रह्मादि जेते देवगण सचराचर जे भियाण जाहार भय बारे बारे सर्जना हुअन्ति सत्वरे जे काल भयरे त्रिगुण सृष्टि पालन संहारण से काल रूपी जे अनंत अनादि अव्यय अच्युत हरि हरि बोला समस्त उत्पत्ति करई गुण प्रवाह भाव बही जे काल रूपे अंत करे एणु अनंत नाम धरे एणु ए कालर महिमा के जानी पारे गुण सीमा मोर भकत जने जही कालर अधिकार नाही सुजने एणे कर मति तुटिब संसार दुर्गति ए माता पुत्रंक संवाद शुणन्ते न लागे प्रमाद पुराण रसमय गीत हरिब सकल दुरित भावे कहई दास जगन्नाथ भावे तृतीय स्कंधे भागवत भावे कहई दास जगन्नाथ भावे तृतीय स्कंधे भागवत हरि हरि बोला। इति श्रीमद्भागवते महापुराणे पारमहंस्यां संहितायां तृतीय स्कंधे माता पुत्र संवादे नाम 29 अध्यायः।